କିଛି ଦିନ ତଳ କଥା, ରାତି ଲେଟ୍ ହେବାରୁ ଗୋଟେ ବ୍ରାହ୍ମଣ ତାଙ୍କ ଗାଁ ବାଟ ଦେଇ ଯାଉଥାଏ। ବାଟେ ଦେଖିଲା ସେ କ'ଣ ନା ଗୋଟେ ଭୁତୁଣିଟିଏ। ଭୁତୁଣି ସେ କହିଲା, ଏ ଭୁତୁଣି ମୋତେ କାହିଁ ଅଟକେଇଛି? ମୋତେ ଖାଇବୁ ଯଦି ଖାଉନୁ, ନହେଲେ ମୋତେ ଛାଡ଼ିଦେ। ମୋର ଛୋଟ ପକ୍ଷୀଟେ ଅଛି, ମୁଁ ଯାଇ ତ ଖାଇବାକୁ ଦେବି। ମୁଁ ଛୋଟ ପିଲାଟେ ବି ଅଛି, ତା ମା' ତା ମାମୁଁ ଘର ପଳେଇଛି, ତାକୁ ନେଇନି, ତାକୁ ବି ଯାଇ ଖାଇବାକୁ ଦେବି। ସେ ପିଲାଟା ତ କାନ୍ଦିଲାଣି, ଆଉ ଭୋକ ହବଣି, ତୁ ମୋତେ ଖାଇବୁ ଯଦି ଖାଇଦେ। କିନ୍ତୁ ମୁଁ ଆଗେ ଯାଇକି ମୋ ଛୁଆଙ୍କୁ ଖାଇବାକୁ ଦେଇକି ଆସେ। ଖାଇବୁ ଆଉ ତୁ ଯା, ମୋତେ କାଲି ଖାଇବୁ, ନହେଲେ ମୁଁ କାଲି ନ ଆସି ମୋତେ ଆମ ଘର ହିଁ ମୋତେ ଖାଇବୁ। ତୁ ଯା, ନହେଲେ ମୁଁ ଭଗବାନଙ୍କୁ ଡାକିବି। ଯାଉଛି ନା ଦେଖିବୁ ଏଇନା, ଯା। ଆରେ ହେ, ତୁ ରହ ଏଠି। ତୁ ଭାବୁଛୁ ମୋର ଶକ୍ତି ଦେଖିନୁ ବୋଧେ? ତୁ ଭଗବାନଙ୍କୁ ଡାକୁଛୁ, ଦେଖ ମୋ ଶକ୍ତି। ମୁଁ ଆକାଶରେ ଉଡ଼ିପାରେ, ମୁଁ ଚାଳ ଘର ଉପରେ ଚଢ଼ିପାରେ, ମୁଁ ତାଳ ଗଛ ଉପରେ ବି ଚଢ଼ିପାରେ। ମୋର ଏତେ ଶକ୍ତି ତୁ କିଛି ଦେଖିନାହୁଁ, ତୁ କିଛି ଜାଣିନାହୁଁ ମୋ ବିଷୟରେ। ଏଇ ଦେଖ, ମୁଁ ଚାଳ ଗଛ ଉପରେ ଠିଆ ହେଲି, ଦେଖୁଛୁ ତ ମୋ ଶକ୍ତି? ତୁ ମୋ ଶକ୍ତି ବିଷୟରେ କିଛି ଜାଣିନୁ ବୋଧେ? ଆଖପାଖ ଗାଁରେ ପଚାରି ଦେଇପାରୁ, ସେମାନେ କହିଦେଇ ପାରନ୍ତି ମୋର ଶକ୍ତି କେତେ କ'ଣ। ତେଣୁ ତତେ ମୁଁ ଠିକ୍ ସେ କହୁଛି, ତୋ ଭାଗ୍ୟ ଭଲ ଯଦି ଯା, ମୁଁ ତତେ ଛାଡ଼ିଦେଲି। କିନ୍ତୁ ତୁ ଯେମିତି କିଛି ସମୟ ପରେ ଆସିକି ମୋ ପାଖରେ ପହଞ୍ଚିବୁ। ଯଦି ତୁ ଆସିବାରେ ବିଳମ୍ବ ହେଲା, ତେବେ ମୁଁ ତୋ ଘରେ ଥିବା ପକ୍ଷୀ, ଜୀବଜନ୍ତୁ ସେମାନଙ୍କୁ ମାରିଦେବି। ଶୁଣିପାରିଲୁ ମୋ କଥା? ମୁଁ ତୋତେ ୱାର୍ଣ୍ଣିଂ ଦେଉନି, ବଲ୍କି କହୁଛି। ତ ବ୍ରାହ୍ମଣ ଆଉ ସେ ଭୁତୁଣି ଦୁଇ ଜଣଙ୍କ କଥା ସରିଲା। ଭୁତୁଣି ବ୍ରାହ୍ମଣକୁ ଡରାଇ ଦେଇକି ତା ଘରକୁ ଚାଲିଗଲା। ଅପେକ୍ଷା କଲା କେତେବେଳେ ବ୍ରାହ୍ମଣ ଆସିବ। ବ୍ରାହ୍ମଣ ମଧ୍ୟ ମନ ଦୁଃଖରେ ତା ଘରକୁ ଚାଲୁଥାଏ। ତା ଘରେ ତା ଗୋଟେ ଛୋଟ ପକ୍ଷୀଟା ଅପେକ୍ଷା କରିଛି, ଯିଏକି ତାର ସନ୍ତାନ ପରି ପାଳିଥିଲା। ସେ ପକ୍ଷୀ ଦେଖିଲା ବ୍ରାହ୍ମଣ ଚାଲି ଚାଲି ମନ ଦୁଃଖରେ ଆସୁଅଛି ତା ପାଖକୁ। ବ୍ରାହ୍ମଣ ଯେତେବେଳେ ତା ପାଖରେ ଆସି ପହଞ୍ଚିଲା, ସେ ପକ୍ଷୀର ନାଁ ହେଉଛି ରୀମା। ସେ ରୀମାକୁ ବ୍ରାହ୍ମଣ କହିଲା, ଯାହା ମନ ପୁରେଇ ଖାଇଦେବୁ, ଆଉ ତୁ ଘରେ ଅଛି, ଯାହା ଖାଇଦେବୁ। ଆଉ ତୋତେ ଖାଇବାକୁ ମିଳିବ କି ନାହିଁ? ମୁଁ ଧନଟା ପରା, ଖାଇଦେବୁ, ଯାହା ଖାଇଦେବୁ। ନହେଲେ ମୁଁ ଆଉ ଦୁନିଆରେ ନଥିବି, ଯାହା ଖାଇଦେବୁ। ମୋ ଧନଟା ପରା, ମୋତେ ଭୁତୁଣି କହିଛି ତୋତେ ମୁଁ ଖାଇବାକୁ ଦେଇଗଲି, ସିଏ ମୋତେ ଖାଇବ। ଆଉ ମୁଁ ଯଦି ନ ଗଲି, ସେ ତୋତେ ଆଉ ମୋତେ ଦୁଇ ଜଣଙ୍କୁ ଖାଇଦେବ। କ'ଣ କରିବି? ତୁ ଯାହା ଖାଇଦେବୁ, ଆଉ ମୁଁ ଖାଇଦେଲେ ମୁଁ ଯିବି। ମୋ ଧନଟା ପରା। ତା କଥା ଶୁଣିକି ଟିକି ଚଢ଼େଇ କହିଲା, ମାଲିକ ଡର ନାହିଁ, ମୁଁ ଏମିତିଆ ଚଢ଼େଇ ଯେ ଠାକୁରଙ୍କ ଆଶୀର୍ବାଦରୁ ହେଇଛି। ଆଉ ସେ ଭୁତୁଣିରେ ଏତେ ସାରା ଆପଣଙ୍କୁ କହିଲା, ଆଉ ସେ ଭୁତୁଣି ଆସୁ ଖାଲି, ତାର ମୋର କଥାବାର୍ତ୍ତା। ସେ ଭୁତୁଣି ମୋତେ ଚିହ୍ନିନି, ମୁଁ ତାକୁ ମାରିଦେବି, ହାଣିଦେବି, ଛାଡ଼ିବିନି ତାକୁ, ଚିରି ଫାଡ଼ି ଫୋପାଡ଼ି ଦେବି। ଠିକ୍ ଅଛି। ସେ ମୋତେ ଚିହ୍ନିନି, ମୁଁ ତାକୁ ମାରିଦେବି। ଆଉ ସିଏ ଆମ ଆଗକୁ ଆସୁ, ସେ ମୋତେ ଚିହ୍ନିବ। ସିଏ ମୋତେ ଚିହ୍ନିଲାଣି କେଉଁଠି, ଏବେ ତ ଷ୍ଟାର୍ଟ ହେଇଛି। ଇଏ ତ ଖେଳ, ଆସି ମୋ ଆଗକୁ ଆସୁ, ତାକୁ ଫାଡ଼ିଦେବି, ଛାଡ଼ିବିନି। ତମେ ଯାଅ, ମୁଁ ତମ ପଛରେ ଯାଉଛି, ମୁଁ ତାକୁ ମାରିଦେବି। ସେ ମୋତେ ଜାଣିନି, ମୁଁ ତାକୁ ଛାଡ଼ିବିନି। ତାପରେ ପକ୍ଷୀ ଚାଲିଗଲା। ବ୍ରାହ୍ମଣ ବି ଚାଲିଲା ସେ ଭୁତୁଣି ପାଖକୁ, ପଛେ ପଛେ ପକ୍ଷୀ ଯାଉଥିଲା। ବ୍ରାହ୍ମଣ ଯେତେବେଳେ ଭୁତୁଣି ପାଖକୁ ପହଞ୍ଚିଲା, ସେ ଭୁତୁଣି କହିଲା, ଏ ଭୁତୁଣି, ତୁ ଦେଖୁଛୁ ତ ମୁଁ ଏକା ନୁହଁ, ମୋ ସାଙ୍ଗରେ ମୋ ପକ୍ଷୀ ଆସିଛି। ସେ ପକ୍ଷୀ ଠାକୁରଙ୍କ କତିରୁ ବରଦାନ ପାଇଛି, ତାକୁ କେହି ହରାଇ ପାରିବେ ନାହିଁ। ଏବେ ତୁ କ'ଣ କରିବୁ? ତୁ ଆମକୁ ଛାଡ଼ିଦେ, କାରଣ ଆମେ ଖୁସିରେ ରହିବୁ। ତୁ ଏଠୁ ଚାଲିଯା, ଆଉ ଆମ ପଛରେ ପଡ଼ନା। ତୁ ଆମ ଚିହ୍ନୁ ଯେ ଆମେ କେତେ ଠାକୁରଙ୍କ ପବିତ୍ର ପକ୍ଷୀ ବୋଲି। ତେଣୁ ଯଦି ଭାଗ୍ୟ ଭଲ, ତାହେଲେ ଆମକୁ ଛାଡ଼ିକି ଚାଲିଯା, ନହେଲେ ତୋ ଅବସ୍ଥା ଏତେ ଖରାପ ହେବ ତୁ ଜାଣି ବି ନଥିବୁ। ତୁ ଭାବୁଛୁ କ'ଣ ସାଧାରଣ ଲୋକ? ମୁଁ ବ୍ରାହ୍ମଣ, ସେ ଗୋଟେ ପକ୍ଷୀ, ପୁଣି ଠାକୁରଙ୍କ ପକ୍ଷୀ, ଠାକୁରଙ୍କ ବରଦାନ ପାଇଛି। ସେ ଯଦି ଖୁମ୍ପି ଖୁମ୍ପି ମାରିଦେବ, ତେଣୁ ଭାଗ୍ୟ ଭଲ ଯଦି 3 ଗଣିଆ ପୂର୍ବରୁ ଏଠୁ ଚାଲି ଯାଇଥିବୁ। 1 2 3। ତୁ ଜାଣିନୁ ନାହିଁ, ଏ ପକ୍ଷୀ ରାନୁ ପକ୍ଷୀ ଜାନି ସେ ଭୁତୁଣିକି ମାରିବୁ। ତାପରେ ରାନୁ ପକ୍ଷୀ ଉଡ଼ି ଉଡ଼ି ସେ ଭୁତୁଣି ପାଖକୁ ଚାଲିଲା। ସେ ଭୁତୁଣି କହିଲା, ନା ନା,
ମୋତେ ଛାଡ଼ିଦିଅ ମୁଁ ଯାଉଛି ମୁଁ ନିଜ ଭୁଲ ବୁଝିପାରିଲି ମୋତେ ଛାଡ଼ିଦିଅ ମୁଁ ଏଇଠୁ ଚାଲିକି ଯାଉଛି ମୁଁ ଆଉ ତୁମ ପାଖକୁ ଆସିବିନି କି ତୁମକୁ ହଇରାଣ କରିବିନି ମୋର ଭୁଲ ହେଇଗଲା ଏଠିକି ଆସିକି ମୁଁ ତୁମେ ଜାଣିନଥିଲି ତୁମେ ଏତେ ବଳବାନ ଲୋକ ବୋଲି ହଉ ମୁଁ ଯାଉଛି ତୁମେ ମାନେ ଖୁସିରେ ରୁହ ଆଉ ମୁଁ ଯାଉଛି ଖୁସିରେ ରହିବ ଆଉ ଭଗବାନଙ୍କୁ କହିବା ମୋ ଉପରେ ରାଗିବେନି ଆଉ ତ ଭୂତୁଣୀ ସେଇଠୁ ଗାୟବ ହେଇଗଲା ଚାଲିଗଲା ସେଇଠୁ ପକ୍ଷୀ ବ୍ରାହ୍ମଣ ଖୁସିରେ ରହିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ।